ସୁଭଦ୍ରା ଯୋଜନାର ଆସିଲା ଗୋଟେ ବଡ଼ ଖୁସି ଖବର। ଅଗଷ୍ଟ 15ରୁ ଏହିମାନେ କରିପାରିବେ ଆବେଦନ। ନମସ୍କାର ଦର୍ଶକ ବନ୍ଧୁ, ସୁଭଦ୍ରା ଯୋଜନାକୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର। ଏହି ଅଗଷ୍ଟ ମାସ 15 ତାରିଖରୁ ଆସିବାକୁ ଯାଉଛି ଏସ୍ଓପି। କେଉଁମାନେ ଏଥିରେ ଆବେଦନ କରିପାରିବେ, କେଉଁମାନେ ଏଥିରୁ ବାଦ୍ ପଡ଼ିବେ, ଏହା ଛଡ଼ା ଏହାର ୱେବସାଇଟ୍ କ'ଣ ରହିବ, ଏନେଇ ସରକାରଙ୍କ ତରଫରୁ ଜାରି ହେଲା ବଡ଼ ଘୋଷଣା। ଆସନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ ଜାଣିବା। ସୁଭଦ୍ରା ଯୋଜନା ଏସ୍ଓପି ଅଗଷ୍ଟ 15ରେ ଆସିବ। ଏଥର କିଏ ପାଇବେ କିଏ ନ ପାଇବେ ତାହାର ସ୍ପଷ୍ଟୀକରଣ କରିବେ ସରକାର। ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡ଼ ହିଁ ଯଥେଷ୍ଟ। ତେବେ ଉଚ୍ଚ ବର୍ଗର ଲୋକ ଏଥିରୁ ବାଦ୍ ପଡ଼ିପାରନ୍ତି। ବିଶେଷ କରି ଯେଉଁମାନେ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ବାଦ୍ ଦେଇପାରନ୍ତି। ତେବେ ଅଗଷ୍ଟ 15ରେ ଏସ୍ଓପି ଆସିବା ପରେ ସୁଭଦ୍ରା ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ସୁଭଦ୍ରା ଯୋଜନା ବଜେଟ୍ରେ 10,000 କୋଟି ଟଙ୍କା ଥିଲେ ମଧ୍ୟ ଆବଶ୍ୟକ ଥିଲେ ଏହା ବଢ଼ିପାରେ। ସେହିପରି ଆସନ୍ତା ସେପ୍ଟେମ୍ବର 17 ତାରିଖରେ ରାଜ୍ୟରେ ଏହି ଯୋଜନା ଲାଗୁ ହେବ